श्री गणेशाय नमः। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं यत्कृपातमहं वन्दे परमानन्दमाधवम्। वैशाख महात्म्य नवम अध्याय। मिथिलादेश नृपवर हत्रित नाम हे ताहार। सुतंक पाद तले पड़ी उठी कपाळे कर जोड़ी। बोलोई पूर्व भाग्य बळे तुम्भे मिलिल मोर आळे। हे सुत देव विप्रवर दुख होइला रुद्रंकर। पार्वती पशिण अग्निरे जन्मिले हेमवंत घरे। तही अंतरे कले किस कहिबा हेउ विप्र शिष्य। राजा विनय वाक्य शुणी से विप्र कहे मंजू बाणी। एमंते केते काल गला कपि सिंह दैत्य ही थिला। ता पुत्र महिमा असुर बळे जिणिला तिनि पुर। स्वर्ग को नित्य धाड़ी देला सर्वदेवंक धन नेला। दैत्य पाताळे लुचि थिले ता दर्प देखि बाहरिले। शुंभ निशुंभ रक्त वीर्य से आदि जेते कदनुज। देवे जे हांक भय रे गुहारी कले विष्णु ठारे। से विष्णु इंद्रंकु घेनिण जुझिले दैत्य संगतेण। अनेक काल युद्ध कले महिषासुरे न जिणिले। जानिले पुरुष हस्तर मरिब नाही महिषासुर। एते विचारी देव गण मिलिले हिमवन्ते पुण। पार्वती तही अवतरी रुद्रंको नित्य ध्यान करी। विष्णु को घेनी देव गण मिलिले पार्वती पासेण। विष्णु आयुध तांको देले शंख चक्र को समर्पिले। ब्रह्मा समर्पी कमंडल वज्र को देले आखंडल। वरुण पास करे देला जमदंड को समर्पिला। एमंते सर्वदेवे मिली दुर्गा को सर्व देले तोड़ी। से हिमवंत गिरी बर मनरे कला को विचार। बाहन अर्थे सिंह देई दुर्गा बसिले तही जाई। सकल देवे कले स्तुति प्रसन्न हेले से पार्वती। बोइले दुष्ट महिषासुर दैत्य को बेग करी मार। एमंत कही देव गण चलिले जे जाहा भुवन। दैत्यंक उपदेश पाई मिलिले हिमवन्ते जाई। एमंत बेले महिषादूत मिलिला असुर ग्रत। पर्वते अछि एक स्त्री
ତାର ଶୋଭାକୁ ନାହିଁ ସରି। ଏମନ୍ତ ଶୁଣି ମହିଷାସୁର ତକ୍ଷଣେ ହୋଇଲେ ବାହାର। ଘେନିଣ ଚତୁରଙ୍ଗ ବଳ ବାହାର ହୋଇଲା ତତ୍କାଳ। ଯାଇଣ ପର୍ବତେ ମିଳିଲା ସେଠାରେ ଦେବୀଙ୍କୁ ଦେଖିଲା। ବୋଇଲା ଶୁଣ ରେ ଯୁବତୀ ତୁମର ହୁଅ ପ୍ରିୟବତୀ। ଦୈତ୍ୟ ବଚନ ଦେବୀ ଶୁଣି ହରଷେ କହେ ମଞ୍ଜୁବାଣୀ। ମୋହର ପତି ସଙ୍ଗ ନାହିଁ ଅନାଥ ନାରୀ ମୁଁ ଅଟଇ। ତୋତେ ମୁଁ ଦେଖି ବଡ଼ ଲୋକ ତେଣୁ ଅଇଲି ତୁମ ପାଖ। କଥାଏ ଅଛଇ ମୋହର ସତ୍ୟ ମୁଁ କରିଛି ପୂର୍ବର। ମୋ ସଙ୍ଗେ ଯୁଦ୍ଧ ଯେ କରିବ ସେ ନିଶ୍ଚେ ମୋର ପତି ହେବ। ଏମନ୍ତ ଶୁଣି ମହିଷାସୁର ଯୁଝିଲେ ପାର୍ବତୀ ସଙ୍ଗର। ପ୍ରଥମେ ମହିଷାସୁର ସୈନ୍ୟ ବଧିଲେ ଆୟୁଧ ଘେନିଣ। ଶୁମ୍ଭନେ ଶୁମ୍ଭ କଲେ ହତ ବଧିଲେ ରକ୍ତ ବୀର୍ଯ୍ୟ ଦୈତ୍ୟ। ଚଣ୍ଡମୁଣ୍ଡକୁ ବଧ କରି ମହିଷାସୁରକୁ ଶକ୍ତି ତାରି। ମହିଷାସୁରକୁ ବଧ କଲେ ନିଶେଷ ଦୈତ୍ୟ କୂଳ ହେଲେ। ସକଳ ଦେବେ ସ୍ତୁତି କଲେ ପାର୍ବତୀ ପ୍ରସନ୍ନ ହୋଇଲେ। ବିଚାର କଲେ ଦେବଗଣେ ରୁଦ୍ର ଯେ ରହିଲେ ତର୍ପଣେ। କେମନ୍ତେ ହେବ ତପ ନଷ୍ଟ ପାର୍ବତୀ ସଙ୍ଗେ ହେବ ଭେଟ। ଏତେ ବିଚାରି ଦେବଗଣ କନ୍ଦର୍ପ ପାଶ କୁରାଇଣ। ତା ସଙ୍ଗେ ବସନ୍ତକୁ ରାଗ ବୋଇଲେ ଶୀଘ୍ର ଯାଅ ତୁହି। ରୁଦ୍ରଙ୍କ ତପ ଭଗ୍ନ କର ବେଗେଣ ମାର କାମ ସର। ଇନ୍ଦ୍ର ଆଜ୍ଞାରେ କାମ ଗଲା ରୁଦ୍ର ତପବନେ ମିଳିଲା। ଦେଖିଣ ରୁଦ୍ର ତପ ଘୋର ପଶି ନ ପାରିଲେ ପାଖର। ବସନ୍ତ ବହିଲା ପଛର ମାର ବିନ୍ଧିଲା କାମ ସର। ଟେକି ଚାହାନ୍ତେ ଦେବହର ଭସ୍ମ ହୋଇଲା ସେହି ଠାର। ବସନ୍ତ ପଛେ ଲୁଚି ଥିଲା ଡରେ ସେ ପଳାଇଣ ଗଲା। ମିଳିଲା ଦେବ ସଭାରେଣ ରହିଲା କନ୍ଦର୍ପ ମରଣ। ଦେବେ ମୌନ ବ୍ରତ ହେଲେ କନ୍ଦର୍ପ ଭସ୍ମ ସେ ଶୁଣିଲେ। ତକ୍ଷଣେ ବସନ୍ତ ବହିଲା ରତିକି ବାରତା କହିଲା। ସେ ରତି ପତି ହତ ଶୁଣି ମୂର୍ଚ୍ଛିତେ ପଡ଼ିଲା ଧରଣୀ। ଘଡ଼ିକେ ଚେତନା ପାଇଲା ଅନେକ ବିଳାପ ସେ କଲା। ଚିନ୍ତା କରିଣ ଆରୋପଣ ଯାଇ ପଶିବି ତହିଁ ରେଣ। ଏ ଦେହ କ୍ଷଣେ ନ ରଖିବି ଅଗ୍ନିରେ ଝାସି ଭସ୍ମ ହେବି। ବସନ୍ତ ଅନେକ ବୁଝାଇ କେବେ ହେଁ ରତି ନ ବୁଝଇ। ବୋଇଲା ତୋର ପୁତ୍ର ଅଛି ସନ୍ତାପ ନ କର ଗୋ କିଛି। ବସନ୍ତ ବହୁତ ବହଇ କେବେ ହେଁ ରତି ନ ବୁଝଇ। ରତିର ହତ ଜାଣି ମନ ବସନ୍ତ ନିତାର ପଣ। କାଷ୍ଠ ସଂଯୋଗ ଗୁଆ ଘୃତ
ଅନଳ ଜାଳିଲା ବସନ୍ତ ରତି ଯେ ଗଙ୍ଗା ସ୍ନାନ କରି ଆତ୍ମା ଉତ୍ସର୍ଗ ବିଧି ସାରି ଅଗ୍ନିରେ ପସନ୍ତେ ତରୁଣୀ ପ୍ରକାଶେ ହେଲା ଶୂନ୍ୟ ବାଣୀ ରତିକୁ ଅନଳିନ ପୋଷ ନଦୀୟ କାରଣେ ଝାସ ପତିର ସଙ୍ଗ ନ ପାଇବୁ ବିଅର୍ଥେ ଦଗଧ ହୋଇବୁ ଏତେ କହୀଣ ଦେବ ଗଣ ତାପାସେ ମିଳିଲେ ଆସିଣ ବୋଇଲେ ତୋର ପୂର୍ବ ଦୋଷ ତେଣୁ ତ ସ୍ୱାମୀ ଗଲା ନାଶ ଏମନ୍ତ ଶୁଣିଣ କାମିନୀ ବ୍ରହ୍ମାଙ୍କ କଲା କଦଇନି ବ୍ରହ୍ମା ବୋଇଲେ ରତି ଶୁଣ ତୋର ପତି ଜନ୍ମ ଗୁଣ ସୁନ୍ଦର ନାମେ ନୃପ ବର ତୋ ପୂର୍ବେ ଭାରି ଯାତାହାର କେଡ଼େ ସୁନ୍ଦର ତେଜସ୍ପତି ପର ପୁରୁଷେ କଲୁ ରତି ସେ ଦୋଷ ଏକାଳେ ପଳିଲା ତେଣୁ ତୋ ପତି ଭସ୍ମ ହେଲା ପୁଣି କେତେ କାଳ ଅନ୍ତରେ ବୃଷ୍ଣ ହୋଇବେ ଅବତାରେ ଯାହାଙ୍କ ଭାରି ଯା ରୁକ୍ମିଣୀ ପ୍ରତ୍ୟକ୍ଷେ ଜନ୍ମ କମଳିନୀ କନ୍ଦର୍ପ ତାହାର ଗର୍ଭରେ ଜନ୍ମିବ କୃଷ୍ଣର ବୀର୍ଯ୍ୟରେ କୃଷ୍ଣର ଘରେ ହେବ ଜନ୍ମ ନାମ ତା ହୋଇବ ପ୍ରଦ୍ୟୁମ୍ନ ସମ୍ବର ଘରେ ରହିଥିବୁ ତହିଁ ତୁ ପ୍ରଦ୍ୟୁମ୍ନେ ବରିବୁ ଭେଟ ପାଇବୁ କେତେବେଳେ ବିଅର୍ଥେ ନ ପୋଷଣଳେ ବୈଶାଖ ମାସ ଧର୍ମ କର ସେ ଦୋଷୁ ହୋଇବୁ ନିସ୍ତାର ନିତ୍ୟ ଗଙ୍ଗାରେ କର ସ୍ନାନ ଦିଅ ତୁ ପାଣି ପଣା ଦାନ ବିପ୍ରଙ୍କ ପାଦେ ସେବା କର ଏତେ କହିଣ ବେଦ ବର ବୈକୁଣ୍ଠ ଭୁବନକୁ ଗଲେ ରତି କର୍ମକୁ ଆଦରିଲେ ବୈଶାଖେ କଲେ ଗଙ୍ଗା ସ୍ନାନ ଅନେକ କଲେ ଦାନ ପୁଣ୍ୟ ସେ ପୁଣ୍ୟ ପାପ ବିନାଶିଲେ ଉତ୍ତମ ଗତି କି ଲଭିଲେ ସକୃତ ରାଜାର ଆଗର ସେ ସୁତ ଦେବ ବିପ୍ରବର କହିଲେ ଶୁଣ ନରନାଥ କର ଏ ବୈଶାଖ ବ୍ରତ ଭଣିଲେ ଭାବେ ମୂର୍ଖ ରାମ ଏ ଅଧ୍ୟାନବ ଯେ ପ୍ରମାଣ ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ୟେ ବ୍ରହ୍ମାନାରଦ ସମ୍ବାଦେ ଦକ୍ଷ ଯଜ୍ଞ ବ୍ୟବସ୍ଥା ମହିଷାସୁର ବଧ କନ୍ଦର୍ପ ଦଗ୍ଧ ରତି ପୂର୍ବ ଜନ୍ମ ବୈଶାଖ ପ୍ରଶଂସା କଥନେ ନାମ ନବମ ଅଧ୍ୟାୟ ଦଶମ ଅଧ୍ୟାୟ ଶ୍ରୀସୁତ ଉବାଚ ଏ ଅନ୍ତେ ସୁତ ଦେବମଣି ଶୁଣ ମିଥିଳା ନୃପମଣି ବୈଶାଖ ମାସ ସ୍ନାନ କରି ଗତି ପାଇଲା ରତି ନାରୀ ପାର୍ବତୀ ହିମବନ୍ତ ଘରେ ରହିଲା ଦୁହିତା ଭାବରେ ତପେ ରହିଲେ ଦେବହର ପୁନାଙ୍ଗ ପାଦ ପମୂଳର ତଦନନ୍ତରେ ହେଲା କିସ ସେ କଥା ଶୁଣ ନୃପଇଶ ତାରକା ନାମେଣ ଅସୁର ପୂର୍ବେ ସେ ତପ କଲା ଘୋର ଅନେକ କାଳ ତପ କଲା ତପେ ସେ ବ୍ରହ୍ମାଙ୍କୁ ତୋଷିଲା ଦିନେ ତାହାର ତପସ୍ଥାନେ
ବ୍ରହ୍ମା ମିଳିଲେ ତପ ମନେ ବୋଇଲେ ମାଗି ଘେନ ବର ଦେବୀ ସେ ସତ୍ୟ ଏ ମୋହର ତାରକା କହେ ବେଦ ବର ମୋତେ ଯେ ମନ୍ତ ଦେବ ବର ଦେବ ମନୁଷ୍ୟ ଯେ ରାକ୍ଷସ କାହିଁରେ ନହିବି ମୁଁ ନାଶ ରୁଦ୍ରର ହୋଇଲେ କୁମର ମୁଁ ନାଶ ହେବି ତା ହସ୍ତର ସେ ବ୍ରହ୍ମା ଅସ୍ତୁ ବାକ୍ୟ କହି ଦୈତ୍ୟକୁ ଗଲେ ବର ଦେଇ ସେଦିନ ତାରକା ଅସୁର ବଳେ ଜିଣିଲା ତିନି ପୁର ଯୁଦ୍ଧେ ସେ ଇନ୍ଦ୍ରକୁ ଜିଣିଲା ଦେବଙ୍କୁ ବହୁ ଦୁଃଖ ଦେଲା ଇନ୍ଦ୍ରାଦି ଦେବ ଗଣ ଯେତେ ମିଳିଲେ ବ୍ରହ୍ମାଙ୍କ ବ୍ରତେ ବୋଇଲେ ତାରକା ଅସୁର ବଳେ ଜିଣିଲା ତିନି ପୁର ଦୁଷ୍ଟ ତାରକା ଦୈତ୍ୟ କରେ ରହି ନ ପାରିଲୁ ସ୍ୱର୍ଗରେ ତାହାର ସୈନ୍ୟ ଅପ୍ରମିତ ସ୍ୱର୍ଗକୁ ଧାଡ଼ି ଦେଲା ନିତ୍ୟ ତା ଡରେ ସର୍ବଦେବଗଣ ତୁମ୍ଭରେ ପଶିଲୁ ଶରଣ ଦେଖିଣ ଦେବଙ୍କ ଆରତ ବୋଇଲେ ପାର୍ବତୀଙ୍କ କାନ୍ତ ସେ ଦୈତ୍ୟ ରୁଦ୍ର ପୁତ୍ର କରେ ଅବଶ୍ୟ ମରିବ ସମରେ ରୁଦ୍ର ତ ଅଛନ୍ତି ତପରେ ପାର୍ବତୀ ହିମବନ୍ତ ଘରେ ସେବେନି ହୋଇଲେ କାନ୍ତ ତହିଁରୁ ପୁତ୍ର ହେବ ଜାତ ତେବେ ସେ ଦୈତ୍ୟ ହେବ ନାଶ ନୋହିଲେ ସର୍ବକାଳେ ଥିବ ଏତେ ବିଚାରି ଦେବଗଣ ନାରଦ ମିଳିଲେ ତକ୍ଷଣ ତାଙ୍କୁ କହିଲେ ପ୍ରଜାପତି ତପରେ ଈଶ୍ୱର ଅଛନ୍ତି ତୁମ୍ଭେ ତାହାଙ୍କ ଠାକୁ ଯିବ ପାର୍ବତୀ ଆଗରେ କହିବ ପାର୍ବତୀ ବସିଛନ୍ତି ଧ୍ୟାନେ ଈଶ୍ୱର ଲଭିବା ବିଧାନେ ତାହାଙ୍କୁ ପ୍ରବୋଧି କହିବ ରୁଦ୍ରଙ୍କୁ ବିବାହ କରାଇବ ନାରଦ ବୃହସ୍ପତି ଗଲେ ହର ଗୌରୀ ବିବାହ କଲେ ସକଳ ଦେବ ଗଣ ତହିଁ ବିଭାରେ ବର ଯାତ୍ରୀ ହୋଇ ମିଳି ସକଳ ଋଷି ଗଣ ଗନ୍ଧର୍ବ କିନ୍ନର ଚାରଣ ରୁଦ୍ରଙ୍କ ବିବାହ ମହୋତ୍ସବେ ଗମିଲେ ସର୍ବ ଋଷି ଦେବେ ମିଳିଲେ ହିମବନ୍ତପୁରେ ଆପଣେ ବ୍ରହ୍ମା ବିବାହ କଲେ ଦେବ ଉଚିତ କନ୍ୟାଦାନ ଦେଲା ହିମବନ୍ତ ରାଜନ ଅନେକ ଯୌତୁକ ଦେଲା ଶିବରେ ଶରଣ ପଶିଲା ବିବାହ ହୋଇଣ କନ୍ୟାବର ମିଳିଲେ କୈଳାସପୁର ବିବାହ କରାଇ ଦେବେ ଗଲେ ଯେ ଯାହା ଭୁବନେ ମିଳିଲେ ପାର୍ବତୀ ସଙ୍ଗତେ ଈଶ୍ୱର କଲେ ଯେ ରତିର ସଂସାର ସହସ୍ର ବର୍ଷ ଦେବ ବସେ ରହିଲେ ରତି ରଙ୍ଗର ସେ କ୍ଷଣେ ହେ ବିଶ୍ରାମ ନହିଲା ଈଶ୍ୱର ବୀର୍ଯ୍ୟ ନ ବଳିଲା ପାର୍ବତୀ ଯେ ମର୍ମ ସ୍ଥାନରୁ ରଜସ୍ଖଳିତ ରହିବାରୁ ହୋଇଲେ ଉନ୍ମତ୍ତ ଭବିଷ୍ୟ
ବଢ଼ିଲା ରତି ରଙ୍ଗ ରସ ତାରକାର ସୁର ଡରେ ଦେବେ ଭାଳିଲେ ଚିନ୍ତା ଭରେ ସକଳେ କଲେ କବିଚାର ପୁତ୍ର ଯେ ନହିଲା ରୁଦ୍ରର କେମନ୍ତ ମରିବ ସୁର ଏତେ ବିଚାରି ସୁନାସିର ରୁଦ୍ରର ରତି ଭଗ୍ନର୍ଥେ ବିଚାର କଲେ ଦୈବତେ ସେ ରୁଦ୍ର ନୟନ ହୁତାଶ ରତିର ପତି ହେଲା ଭସ୍ମ ତାହାଙ୍କ ମୁଖକୁ ଭାଜନ ହୋଇବେ ଦେବ ହୁତାସନ ବିଚାରି ଅଗ୍ନି ଦେବତାଙ୍କୁ ପେଶିଲେ ରୁଦ୍ରଙ୍କ ପାଶକୁ ତକ୍ଷଣେ ଗଲେ ବୈଶ୍ୱାନର ମିଳିଲେ ରୁଦ୍ର ରସପୁର ପାର୍ବତୀ ମନେ ଲଜ୍ଜା ପାଇ ବେଗେଣ ଗଲେ ଆଡ଼ ହୋଇ ଅଗ୍ନିକୁ ଚାହିଁ ଦେବହର ବୋଇଲେ ଆହେ ବୈଶ୍ୱାନର ପାପିଷ୍ଠ ତୋର ଯୋଗୁଁ କରି ଏ ସୁଖ ଭାଙ୍ଗିଲା ମୋହରି ଏମନ୍ତ ବୋଲି ଦେବରାଜ ତ୍ୟଜିଲେ ଅଗ୍ନି ମୁଖେ ବୀର୍ଯ୍ୟ ରୁଦ୍ର ବୀର୍ଯ୍ୟରେ ସେ ଅନଳ ଗର୍ଭ ହୋଇଲା ତତପର ଦିନକୁ ଦିନ ଗର୍ଭ ଟାଣ ଅନଳ ପାଇଲା କଷଣ ଅନେକ ଦୁଃଖ ସେ ପାଇଲା ତତପର ଗର୍ଭ ହୋଇଲା ଦେଖିଣ ଅଗ୍ନିର ବିକଳ ବିଚାର କଲେ ଦେବକୁଳ ଯାଇ ମିଳିଲେ ଗଙ୍ଗା କୂଳେ ଗଙ୍ଗାକୁ ବହୁ ସ୍ତୁତି କଲେ ହରସ ହେଲେ ଗଙ୍ଗା ଦେଇ ବୋଇଲେ ସର୍ବ ଦେବେ ଥାଇ ତୁମ୍ଭ ସ୍ୱାମୀଙ୍କର ଯେ ବୀଜ ଧରି ନ ପାରିଲେ ସେ ତେଜ ସେ ଆଉ ସନେ ନ ପାରିଲେ ତୁଣ୍ଡେ ତା ଧର ଗୋ ବୋଇଲେ ଗଙ୍ଗା ତା କଲେ ଶିଉକାର ଉଦ୍ଗାର କଲେ ବୈଶ୍ୱାନର ସେ ବୀଜ ଗଙ୍ଗାରେ ପଡ଼ିଲା ଏମନ୍ତ କେତେ ଦିନ ଗଲା ଗଙ୍ଗା ତା ଧରି ନ ପାରିଲା ଥୋଇଣ ସରୋବରେ ଗଲା ସେ ସରୋବରେ ଶମ୍ଭୁରେ ତ ଦିଶିଲା ପ୍ରଭା ମୂର୍ତ୍ତିମନ୍ତ ବ୍ରହ୍ମା ପେଶିଲେ କୃତିହାକୁ ବେଗେ ତୁ ରୁଦ୍ରର ବୀର୍ଯ୍ୟକୁ ତାହାକୁ ଷଡ଼ ମୁଖ କରି ଜନ୍ମାଅ ତାରା ଦୈତ୍ୟରି ଆଜ୍ଞା ପାଇଣ ଷଡ଼ ମୁଖ ପୁତ୍ରକୁ କଲେ କ ପ୍ରତ୍ୟକ୍ଷ ଏମନ୍ତେ କେତେ ଦିନ ଅନ୍ତେ ହର ପାର୍ବତୀ ଗମି ଯାନ୍ତେ ପାର୍ବତୀ ପୁତ୍ର ଦେଖିବାରୁ କ୍ଷୀର ଯେ ସ୍ରବିଲା ସ୍ତନରୁ ବୋଇଲେ ଶୁଣି ମାଈଶ୍ୱର ପୁତ୍ରକୁ ଦେଖିଣ ମୋହର ସ୍ତନରୁ କ୍ଷୀର ତ ସ୍ରବିଲା ଏକଥା ବିପରୀତ ହେଲା ତା ଶୁଣି ବୋଇଲେ ଈଶ୍ୱର ଏ ପୁତ୍ର ଅଟଇ ତୁମ୍ଭର ପୂର୍ବେ ଯେ ରମଣ ବେଳରେ ଦେବତା ମାନଙ୍କ ବିଚାରେ ଅଗ୍ନି ମୋ ଠାରୁ ବୀର୍ଯ୍ୟ ନେଲା ସେ ପୁଣି ଧରି ନ ପାରିଲା ଗଙ୍ଗାରେ ପକାଇଲା ନେଇ ସେ ଗଙ୍ଗା ନ ପାରିଲା ସହି ସରୋବରରେ ପକାଇଲା ତହୁଁ ଏ ପୁତ୍ର ଜାତ ହେଲା ପାର୍ବତୀ ହେମନ୍ତ ଶୁଣିଲେ
ବେଦେ ପୁତ୍ରକୁ କୋଳ କଲେ, ସାଷ୍ଟାଙ୍ଗେ ବୁଲାଇଲେ କର, ସ୍ତନ ଭାଙ୍ଗିଣ ଦେଲେ କ୍ଷୀର। ବୃଷଭ ପିଠିରେ ଆରୋହୀ, ପୁତ୍ରକୁ କୈଳାସ ନେଇ, ପାର୍ବତୀ କଲେ କପାଳନ, ପୁତ୍ରର ନାମ ଷଡ଼ାନନ। ଏମନ୍ତ କେତେ ଦିନ ଗଲା, ତାରକା ଅସୁର ବଢ଼ିଲା, ତାହାକୁ ରୁଦ୍ର ସୁତ ହସ୍ତେ, କୋଟେ ମରାଇ ଦଇବତେ। ସୁଖେ ରହିଲେ ସ୍ୱର୍ଗପୁର, ଶୁଣି ମିଥିଳା ଦଣ୍ଡଧର। ବୈଶାଖେ ହାଜେ ଶୁଣଇ, ସେ ଚତୁର୍ବର୍ଗ ଫଳ ପାଇ। ଏ ବ୍ରହ୍ମା ନାରଦ ସମ୍ବାଦ, ଶୁଣନ୍ତେ ନ ଲାଗେ ପ୍ରମାଦ। ଦଶମ ଅଧ୍ୟାୟ ହେଲା ଶେଷ, ଭାବେ ଭଣିଲେ ରାମଦାସ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ୟେ ନାରଦ ଅମ୍ବରୀଶ ସମ୍ବାଦେ ଷଡ଼ାନନ ଜନ୍ମ କଥନେ ତାରକାସୁର ବଦ୍ଧ ନାମ ଦଶମ ଅଧ୍ୟାୟ। ଏକାଦଶ ଅଧ୍ୟାୟ। ଶ୍ରୀସୁତ ଉବାଚ, ଶୁଣିଲୁ ସକୃତ ରାଜନ, ମହାଦେବଙ୍କର ବିଧାନ। ଏବେ ତୁ ଶୁଣହୁ ନୃପତି, ବୈଶାଖ ମାସ ଧର୍ମ ରୀତି। ତୁ ଯେବେ କରିପାରୁ ପୁଣ୍ୟ, କହିବା ଶୁଣ ନରୋତ୍ତମ। ବୈଶାଖ ଧର୍ମ ତୁମ୍ଭେ କର, ବସିବ ବୈକୁଣ୍ଠପୁର। ବିଷ୍ଣୁ ପ୍ରତିମା ବେଶ କରି, ବୈଶାଖ ପୂଜା କର ହରି। ହରିହରଙ୍କୁ କର ତୋଷ, ପାଇବୁ ବୈକୁଣ୍ଠେ ବାସ। ବୈଶାଖେ ଛତ୍ର ଦାନ କର, ଛତ୍ର ଉଡ଼ିବ ତୋର ଶିର। ତୋହର ଯେତେ ସୀମା ମାନ, କରିବୁ ଜଳ ଛତ୍ର ଦାନ। ବିପ୍ରମାନଙ୍କୁ ସେବା କରି, ତୀର୍ଥ ଜଳରେ ସ୍ନାନ ସାରି। ଦରିଦ୍ରେ ଦେବ ଦାନ, ଲକ୍ଷେ ତୁ ଦିଅ ହୋବସନ। ସୁପାତ୍ରେ ଦାନ କରି ନୀତି, ଲଭିବୁ ନିର୍ମଳ ଭକତି। ଅଗ୍ନିରେ ନୀତି କର ହୋମ, ସୁବର୍ଣ୍ଣ ଦେଉଥିବୁ ଦାନ। ତୁଳସୀ ମାଳା ଘେନି ହସ୍ତେ, ଜପ ତୁ କରୁଥିବୁ ନିତେ। ଦେବତା ପିତୃଙ୍କୁ ତର୍ପଣ, କର ତୁ ଜଳ ତିଳ ଦାନ। ଚିତ୍ତେ ତୁ କୋପ ନ କରିବୁ, ଜୀବରେ ଦୟା କରିଥିବୁ। ଦୟା ଉପରେ ଧର୍ମ ନାହିଁ, ମିଥ୍ୟା ଉପରେ ପାପ କାହିଁ। ରାଗ ମିଥ୍ୟାକୁ କର ଦୂର, ବସିବୁ ବୈକୁଣ୍ଠପୁର। ଏବେ ହୋ ଶୁଣ ନରପତି, ଯେ ଇତିହାସର ଭକତି। ପୂର୍ବେ ଯେ ସତ୍ୟ ଯୁଗରେଣ, ବଙ୍ଗଦେଶର ନୃପରାଣ। ସେ ବୃଷ କେତୁ ଯେ ରାଜନ, ମୃଗୟା ଅର୍ଥେ ଗଲା ଦିନ। ଅନେକ ମୃଗ ସେ ମାଇଲା, ମୁନିଙ୍କ ଆଶ୍ରମେ ମିଳିଲା। ତୃଷାରେ ଆକୁଳ ହୋଇଣ, ବୋଇଲେ ଋଷି ଜଳ ଆଣ। ମୁନି ଅଛନ୍ତି ସମାଧିରେ, ଜଳ ନ ଦେଲେ ଧାତିକାରେ। ନିଶ୍ଚଳ ସେ ବିପ୍ରର ଦେଖି, କୋପେ ଅରୁଣ ରାଜା ଆଖି। ସେ ଶସ୍ତ୍ର ଧରିଣ ହାଣନ୍ତେ, ଧଇଲେ ଧରଣୀ ସଙ୍ଗତେ। ବୋଇଲେ ସୁର ନରେଶ୍ୱର, ସର୍ବଦା କୋପ ତୁ ସଂହାର। ଏମନ୍ତେ ଋଷି ଶିଷେ କହି, ଶୁଣ ରାଜନ ମନ ଦେଇ।
ତୁ ବସି କର ଜଳପାନ, ତୋତେ କହିବା ଦିବ୍ୟ ଜ୍ଞାନ। ଶିଷ୍ୟଙ୍କ ବଚନେ ରାଜନ, ତକ୍ଷଣେ କଲା ଜଳପାନ। ଶିଷ୍ୟ ବସାଇଣ ଆସନେ, ବୋଇଲେ ଶୁଣ ହୋ ରାଜନେ। କିମ୍ପାଇଁ ମନ୍ଦ କର୍ମ କଲୁ, ଋଷିଙ୍କ କୋପେ ହାଣୁଥିଲୁ। ନ ଜାଣୁ ବ୍ରହ୍ମ ହତ୍ୟା ଦୋଷ, ଲକ୍ଷେ ଯୁଗରେ ନହେ ନାଶ। ମୁନିଙ୍କି ଅବଜ୍ଞା ତୁ କଲୁ, ହତ୍ୟା ଦୋଷକୁ ତୁ ଲଭିଲୁ। ହତ୍ୟା ଦୋଷକୁ ପ୍ରାୟଶ୍ଚିତ, ବେଗେ ତୁ କର ନରନାଥ। ଋଷି ଶିଷ୍ୟଙ୍କୁ ଆଜ୍ଞା ପାଇ, ସେ ରାଜା ବହୁ ଦାନ ଦେଇ। ଗଲା ସେ ଆପଣା ମନ୍ଦିର, ଏବେ ହୋ ଶୁଣ ନରେଶ୍ୱର। ରାଜାର ଏକ ପୁତ୍ର ଥିଲା, ଅତି ଦୁର୍ଜନ ସେ ହୋଇଲା। ଦିନେ ସେ ମୃଗୟାକୁ ଗଲା, ମୁନିଙ୍କ ଆଶ୍ରମେ ମିଳିଲା। ହସ୍ତେ ଧରିଣ ସରାସନ, ବିପ୍ରଙ୍କୁ ବିନ୍ଧିଲା ସେ ବାଣ। ଅନେକ ବ୍ରହ୍ମ ବିଦ୍ୟା କଲା, କାହାର ବୋଲ ନ ମାନିଲା। ଗୃହରେ ହୋଇଲା ପ୍ରବେଶ, ସେ କଥା ଶୁଣିନ ନରେଶ। ଘରୁ ବାହାର କରିଦେଲା, ଅନେକ ଭର୍ସନା ସେ କଲା। ସେ ପୁଣ ଗହନ ବନର, କିଛି ନ ପାଇଣ ଆହାର। ବ୍ୟାଧ ଜୀବିକାଶ୍ରେ କଲା, ଗଳସ ହୋଇଣ ବୁଲିଲା। ହତ୍ୟା ଦୋଷରେ କ୍ଷୋଭ ପାଇ, ପିଶାଚ ରୂପେ ବୁଲୁଥାଇ। ଜୀବନ୍ତେ ପିଶାଚ ଶରୀର, ଧରିଲା ରାଜାର କୁମର। 88 ବରଷ ପର୍ଯ୍ୟନ୍ତେ, ସେ ପୁତ୍ର ବୁଲିଲା ବନସ୍ତେ। ଏମନ୍ତେ କେତେ ଦିନ ଗଲା, ଭାଗ୍ୟ ତାହାର ଦେଖାଗଲା। ସେ ବନେ କରନ୍ତେ ଭ୍ରମଣୀ, ତପେ ଅଛନ୍ତି ସୁରମୁନି। ବୈଶାଖ ମାସ ଗ୍ରୀଷ୍ମରେ, ଛତ୍ର ସେ କଲା କପତ୍ରରେ। ଧଇଲା ମୁନିଙ୍କ ଉପର, ତା ବ୍ରହ୍ମ ହତ୍ୟା ଗଲା ପାର। ପ୍ରସନ୍ନେ ଋଷି ବର ଦେଲେ, ଗୃହକୁ ଯାଅ ଯା ବୋଇଲେ। ତୋ ବ୍ରହ୍ମ ହତ୍ୟା ଗଲା କ୍ଷୟ, ଆଉ ନ ଦଣ୍ଡୁ ଯମରାୟ। ଏବେ ତୁ ଭୁବନକୁ ଯାଅ, ପିତାର ଅନ୍ତେ ରାଜା ହୁଅ। ପିତାର ଅନ୍ତେ ବିଶ୍ୱକ୍ସେନ, ସେ ପୁରେ ହୋଇଲା ରାଜନ। ବୈଶାଖେ ଦାନ ଜଳ ଛତ୍ର, ନିତ୍ୟ ଦିଅଇ ନରନାଥ। ସେ ଧର୍ମ ବୈକୁଣ୍ଠ ଗଲା, ବ୍ରହ୍ମ ହତ୍ୟାକୁ ପାର ହେଲା। ଏକଥା ବିପ୍ରସୂତ ଦେବ, କହିଲେ ରାଜା ଆଗେ ସର୍ବ। ସ୍କନ୍ଧ ପୁରାଣର ଏ ବାଣୀ, ନାରଦ ଆଗେ ବ୍ରହ୍ମା ଭଣୀ। ଶୁଣତୁ ରାଜା ଅମ୍ବରୀଶ, ଗୀତେ ଭଣିଲେ ରାମଦାସ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ये ନାରଦ ଅମ୍ବରୀଶ ସମ୍ବାଦେ ବୃଷକେତୁ ରାଜା ଚରିତେ ନାମ ଏକାଦଶ ଅଧ୍ୟାୟ। ଦ୍ୱାଦଶ ଅଧ୍ୟାୟ ରାଜବାଚ। କହନ୍ତି ସତ କୃତ ରାଜା, ଶୁଣି ମା ବିପ୍ର ମହାତେଜା। ସୁଲଭ ବୈଶାଖ ଧର୍ମ, ତୁମେ ଯେ କହିଲ ଉତ୍ତମ। ବୈଶାଖ ମାସ ଧର୍ମ ମତ, ହୋଇଲା କେଉଁଠାରୁ ଜାତ। ରାଜାର ବାକ୍ୟ ବିପ୍ର ଶୁଣି, ଧର୍ମ ସେ କହନ୍ତି ବଖାଣି। ପୂର୍ବେ ହୋ ଏକା ମହୀପତି,
ଇକ୍ଷ୍ୱାକୁ ବଂଶେଣ ଉତ୍ପତ୍ତି ନାମ ତାହାର କୀର୍ତ୍ତିମାନ ଯଶସ୍ୱୀ ଅଟଇ ରାଜନ ଦିନେ ସେ ମୃଗୟାକୁ ଗଲା ବଶିଷ୍ଠ ଆଶ୍ରମେ ମିଳିଲା ମହାତ୍ମ୍ୟ ବଶିଷ୍ଠଙ୍କ ଶିଷ୍ୟ କରନ୍ତି ନାନା ଧର୍ମ ତୋଷ କେହି କରନ୍ତି ପ୍ରପାନ କେ କରେ ନିର୍ମାଣ ମଣ୍ଡପେ କାହିଁ ତଡ଼ାଗ କରୁଛନ୍ତି କେ ବାମ୍ଫି କୂପ ଖୋଳୁଛନ୍ତି କାହାର ପାଦ କେ ଧୁଅନ୍ତି କେ ତହିଁ ଆଲଟ ଧରନ୍ତି। ଶ୍ରୀନାରାୟଣ ବାଚ କାହାକୁ ଦିଅନ୍ତି ଫୁଲମାଳ କାହାକୁ ଦିଅନ୍ତି ସେ ଜଳ କାହାକୁ ଲେପନ୍ତି ଚନ୍ଦନ କାହାକୁ ଇକ୍ଷୁ ଦଣ୍ଡ ଦାନ କାହାକୁ ଛତ୍ର ଦେଉଛନ୍ତି ପାଦୁକା ଉପାନ ଦିଅନ୍ତି କସ୍ତୁରୀ ଚନ୍ଦନ ମିଶାଇ କେତହିଁ ପିଚି କାମାରଇ ରାଜା ସେମାନଙ୍କୁ ଦେଖିଲେ କେ ତୁମ୍ଭେ ବୋଲି ପଚାରିଲେ ବିପ୍ରେ ବୋଇଲେ ସେ ନରେଶ ଆମ୍ଭେ ଯେ ବଶିଷ୍ଠଙ୍କ ଶିଷ୍ୟ ବିପ୍ରେ ବୋଇଲେ ହେ ବ୍ରାହ୍ମଣ ଏ କର୍ମ କର କି କାରଣ ରାଜା ବଚନେ ବିପ୍ରେ କହି ବୈଶାଖ ମାସ ଧର୍ମ ଏହି ବଶିଷ୍ଠ ଋଷିଙ୍କ ଆଜ୍ଞାରେ ଏ ଧର୍ମ କରୁଛୁ ମାର୍ଗରେ ଉଜ୍ଜଳ ଆମ୍ଭ ଗୁରୁଦେବ ଜାଣନ୍ତି ଯୋଗ ବଳେ ସର୍ବ ଏମନ୍ତ ଶୁଣି ନୃପବର ମିଳିଲା ଋଷିଙ୍କ ଛାମୁର ସହସ୍ରେ ଦଣ୍ଡବତ କଲେ ମୁନିଙ୍କ ଛାମୁରେ ବସିଲେ ବୋଇଲା ଶୁଣ ଋଷିବର ଅପୂର୍ବ ଦେଖିଲି ମାର୍ଗର ତୁମ୍ଭର ଶିଷ୍ୟ ଗଣମାନ ପଥେ ଦିଅନ୍ତି ଜଳଦାନ କି ଧର୍ମ ହୋଏ ତହିଁ କହ ଶୁଣିଣ ଫିଟୁ ମୋ ସନ୍ଦେହ ରାଜା ବଚନେ ମୁନି କହି ଶୁଣି ମା ହେଉ ନର ସାଇଁ ସକଳ ମାସ ପରେ ଶ୍ରେଷ୍ଠ ବୈଶାଖ ସବୁ ଗରିଷ୍ଠ ନୀତି ସେ ଜଳ ଛତ୍ର ଦେଇ ଛତ୍ର ଯେ ଆବର ପାଣ୍ଡଇ ଏ ଆଦି ଯେତେ ଦ୍ରବ୍ୟମାନ ନିତ୍ୟ ଯେ ଦିଅ ରାଜନ ବୈଶାଖ ମହାତ୍ମ୍ୟ ଶୁଣଇ ଶ୍ରୀ ଭାଗବତେ ରତ ହୋଇ ରୁଦ୍ରଙ୍କୁ କରଇ ଦର୍ଶନ ବିଷ୍ଣୁଙ୍କୁ କରଇ ପୂଜନ ତୃତୀୟ ବାର ସ୍ନାନ କରି ହବିଷ୍ୟ ଅତିଥିଙ୍କି ବରି ବିପ୍ରମାନଙ୍କୁ ଡକାଇବା ବେଦକୁ ଶ୍ରବଣ କରିବା ଗୁରୁ ବିପ୍ରଙ୍କୁ ତୋଷ କରି ଅତିଥି ବୈଷ୍ଣବଙ୍କୁ ବରି ଏ ରୂପେ କରିବୁ ରାଜନ ବସିବୁ ବୈକୁଣ୍ଠ ଭୁବନ ଏ ଧର୍ମ ଏବେ ତୁ ଆଚର ଏତେ ବିଚାରି ମୁନିବର ରାଜାର ଯେତେ ସୈନ୍ୟ ଥିଲେ ମୁନି ତାହାଙ୍କୁ ଅନ୍ନ ଦେଲେ ସେ କାମଧେନୁ ଅନ୍ନ ଖାଇ ରାଜାର ସୈନ୍ୟ ତୋଷ ହୋଇ ହରସ ହେଲେ ପ୍ରଜାଜନ ପଡ଼ିଲେ ମୁନିଙ୍କ ପାଦେଣ ନୃପତି ପଡ଼ିଲେ ପାଦରେ ଆଜ୍ଞା ମାଗିଲେ ମୁନି ବରେ ବୋଇଲେ ମୁନି ଦୟା କର ଏତେ ବହିଣ ନୃପବର
ତକ୍ଷଣେ ନିଜ ପୁରେ ଗଲା, ପାତ୍ର ମନ୍ତ୍ରୀଙ୍କୁ ଡକାଇଲା। ସଭା ଭିଆଇ ନୃପବର, କହିଲା ସକଳ ବିଚାର। ବୋଇଲା ସର୍ବ ଧର୍ମେ ଶ୍ରେଷ୍ଠ, ବୈଶାଖ ଧର୍ମ ଯେ ଗରିଷ୍ଠ। ଏ ଧର୍ମ ଆମ୍ଭର ଆଚାର, ଏତେ କହିଣ ନୃପବର। ହସ୍ତୀ ଉପରେ ଧ୍ୱଜା ଦିଅ, କୂପ ପୁଷ୍କରିଣୀ ଖୋଳାଅ। ବୋଲିବ ବୈଶାଖ ମାସରେ, ସ୍ନାନ କରିବ ସର୍ବନରେ। ମାର୍ଗରେ ଜଳ ଦାନ ଦିଅ, ଆବର ରାଜ୍ୟ ଯାକ କହ। ତୃଷାର୍ଥ ଜନେ ଜଳ ଦାନ, କ୍ଷୁଧାର୍ଥ ଲୋକେ ଦିଅନ। ଏମନ୍ତ କହି ନୃପଗଣ, ରାଜ୍ୟରେ ଦିଅ ଘୋଷଣ। ସେଦିନୁ ବୈଶାଖ ଧର୍ମ, କଲେ ଯେ ରାଜା ପ୍ରଜାଜନ। ଲୋଭିଲେ ଚତୁର୍ବର୍ଗ ଫଳ, ପୁଣ୍ୟରେ ହୋଇଲେ ନିର୍ମଳ। ସେ ପୁରେ ଯମ ଅଧିକାର, ନହିଲା ଶୁଣ ନରେଶ୍ୱର। ବୃଦ୍ଧ ବାଳକ ଯେ ମରନ୍ତି, ବୈକୁଣ୍ଠ ଭୁବନେ ବସନ୍ତି। ସ୍ୱର୍ଗ ଭୋଗକୁ ଆଶ୍ରେ କଲେ, ଯମର ଦଣ୍ଡ ନ ପାଇଲେ। ଶୁଣିଲୁ ସୁକୃତ ରାଜନ, ବୈଶାଖ ମାସ ଧର୍ମ ମାନ। ଏହା ଯେ ପଢ଼ଇ ଶୁଣଇ, ବୈଶାଖ ଧର୍ମ ସେ ଲଭଇ। ତୁମ୍ଭେ ବୈଶାଖ ଧର୍ମ କର, ବସିବ ବୈକୁଣ୍ଠପୁର। ଏ ଧର୍ମ ବ୍ରହ୍ମାଙ୍କ ଆଗର, କହିଅଛନ୍ତି ଚକ୍ରଧର। ନାରଦ ଅମ୍ବରୀଶ ଆଗେ, କହିଲେ ପୁରାଣେ ସଂଯୋଗେ। ବୈଶାଖ ମହାତ୍ମ୍ୟ ଏ ରସ, ଭାବେ ଭଣିଲେ ରାମଦାସ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ୟେ ବ୍ରହ୍ମା ନାରଦ ସମ୍ବାଦେ ନାମ ଦ୍ୱାଦଶ ଅଧ୍ୟାୟ। ତ୍ରୟୋଦଶ ଅଧ୍ୟାୟ ରାଜବାଚ। ହେମନ୍ତ ବିପ୍ରର ବଚନ, ଶୁଣି ସନ୍ତୋଷ ରାଜା ମନ। ତଦନ୍ତେ ପୁଣି ହେଲା କିସ, କହିବା ହେଉ ବ୍ରହ୍ମା ଶିଷ୍ୟ। ସେ ସୁତ ଦେବ ତହୁଁ ଭଣି, ଶୁଣ ସକୃତ ନୃପମଣି। ସେ ରାଜା ଧର୍ମ ବଳ ତ୍ରାସେ, ଯମନ ପଶିଲା ତା ଦେଶେ। ଦିନେ ସେ ସଞ୍ଜୀବନୀ ନାଥ, ଯାତନାରେ ସେ ଉପଗତ। ଦେଖିଲା ଯାତନା ମଧ୍ୟରେ, ପାପୀ ଅଛନ୍ତି ବହୁତରେ। ତା ଦେଖି ଯମ ସ୍ତମ୍ଭୀଭୂତ, ଡକାଇ ମନ୍ତ୍ରୀ ଚିତ୍ରଗୁପ୍ତ। ଚିତ୍ରଗୁପ୍ତ ଯମକୁ କହି, ଶୁଣିବା ହେଉ ଜନ୍ତୁ ସାଇଁ। ଇକ୍ଷ୍ୱାକୁ ବଂଶରେ ରାଜନ, ନାମ ତାହାର କୀର୍ତ୍ତିମାନ। ସେ ରାଜା ପରଜା ସହିତ, କରନ୍ତି ବୈଶାଖ ବ୍ରତ। ସହସ୍ରେ ଯୋଜନତା ସୀମା, ସହସ୍ରେ ତହିଁ ପୁଣ୍ୟତମା। ପୁଣ୍ୟର ବିନୁ ପାପ ନାହିଁ, କିମ୍ପାଇଁ ଲେଖିବୁ ଗୋସାଇଁ। ଆମ୍ଭର ଅଧିକାର ନାହିଁ, ଶୁଣିମା ହେଉ ଜନ୍ତୁ ସାଇଁ। ଏମନ୍ତ ଶୁଣି ଜନ୍ତୁ ଅରି, ମହିଷ ପୃଷ୍ଠେ ବିଜେ କରି। ବିଧାତା ଛାମୁରେ ମିଳିଲା, ସାଷ୍ଟାଙ୍ଗେ ଦଣ୍ଡବତ କଲା। ବୋଇଲା ଶୁଣ ବେଦ ବର, ଛାଡ଼ିବି ଅଧିକାର ମୋର। ଶୁଣିଣ ଜନ୍ତୁପତି କଥା, ଯମକୁ ପୁଛିଲେ ବିଧାତା।
କିମ୍ପାଇଁ ବହି ଗୁଣ ତୋର ସଂକ୍ଷେପୀ କହ ମୋ ଆଗର। ତା ଶୁଣି କୃତାନ୍ତକ କହି ଶୁଣିବା ସାବିତ୍ରୀର ସାଇଁ। ମର୍ତ୍ତ୍ୟଭୂମିର ନୃପବର ବଡ଼ ପ୍ରତାପୀ ସେ ମର୍ତ୍ତ୍ୟର। ତା ସୀମା ସହସ୍ରେ ଯୋଜନ ନାମ ତାହାର କୀର୍ତ୍ତିମାନ। ତାହାର ରାଜ୍ୟର ମଧ୍ୟର ମୋର ନହିଲା ଅଧିକାର। ଏମନ୍ତ ସମୟ ନାରଦ କରି ମିଳିଲେ ବୀଣା ବାଦ୍ୟ। ତାହାଙ୍କୁ ଦେଖି ପିତାମହ ବୋଇଲେ ନାରଦ ତୁ କହ କିମ୍ପାଇଁ ଯମ ଅଧିକାର ହୋଇଲା ନାହିଁ ସେ ରାଜ୍ୟର। ବିଧାତା ମୁଖୁ ଏହା ଶୁଣି କହେ ନାରଦ ମହାମୁନି। ହେ ପ୍ରଭୁ ପିତାମହ ଶୁଣ ସେ ରାଜ୍ୟ କାମ କର୍ମହୀନ। ଭରଦ୍ୱାଜ ମୁଖୁ ଶୁଣିଣା ବୈଶାଖ ଧର୍ମ ଆଚରିଲା। ଅନେକ ପାଣି ପଣା ସହ ଛତ୍ରପାଦୁକା ଉପାନହ। ଆବରଦାନ ଦେଲେ ଯେତେ ରାଜା ଦୀପରଜା ସହିତେ। ଏମନ୍ତ ଶୁଣି ବେଦବର କର୍ଣ୍ଣରେ ଦେଲେ ବେନିକର। ତହୁଁ ଉଠିଲେ ଧାତିକାର ଯମ ଯେ ହୋଇଲା ବାହାର। ମହିଷ ଉପରେ ଉଠିଲା ତକ୍ଷଣେ ସଞ୍ଜୀବନୀ ଗଲା। ସୈନ୍ୟ ସାଜିଣ ତତ୍କ୍ଷଣ ମିଳିଲା ମର୍ତ୍ତ୍ୟ ଭୁବନେଣ। ଘେନିଣ କାଳ ଦଣ୍ଡ ପାଶ ରାଜା ଭୁବନେ ପରବେଶ। ତାକୁ ଦେଖିଣ ନରପତି ଥାଟ ସେ ସାଜିଲା ତଡ଼ତି। ଧର୍ମବନ୍ତ ସେ ମହିପାଳ ଘେନିଣ ଚତୁରଙ୍ଗ ବଳ। ଯୁଝିଲା ଯମର ସଙ୍ଗତେ ନାନା ଆୟୁଧ ଧରି ହସ୍ତେ। ଯୁଦ୍ଧ ସେ କଲା ମହାଘୋର ଯମ ପେଶିଲା ନିଜ ସର। ସେ ଯମ ସର ତତ୍କ୍ଷଣେ ରାଜା କାଟିଲା ତାର ବାଣେ। ଦୁହିଁକି ଦୁହେଁ ମହାବଳୀ ପର୍ବତ ପାରନ୍ତି ସେ ଟାଳି। ଏମନ୍ତ ବହୁ ଯୁଦ୍ଧ କଲେ କେହି କାହାକୁ ନ ଜିଣିଲେ। ଦିନକୁ ଦିନ ଯୁଦ୍ଧ ଘୋର ସ୍ୱର୍ଗେ କମ୍ପିଲା ସୁନା ଶିର। ଜାଣିଣ ଦେବ ନାରାୟଣ ଚକ୍ରକୁ ପେଶିଲେ ତକ୍ଷଣ। ବୋଇଲେ ଭକ୍ତକୁ ମୋହର ଅଦୋଷେ ଦଣ୍ଡେ ଦଣ୍ଡ ଧର। ଚକ୍ର ତୁ ତତ୍କ୍ଷଣେ ଯାଅ ଦଣ୍ଡଧରକୁ ଦଣ୍ଡ ଦିଅ। ବିଷ୍ଣୁ ଆଜ୍ଞାରେ ସୁଦର୍ଶନ ମିଳିଲା ମର୍ତ୍ତ୍ୟରେ ବହନ। ବୁଲିଲା ଅନ୍ତରାଳ ହୋଇ ଯମକୁ ଛେଦିବାର ପାଇଁ। ଯାଇ ମିଳିଲା ଯମ ପାଶ ଦେଖିଣ ଯମ କଲା ତ୍ରାସ। ସଂଗ୍ରାମ ତେଜିଣ ପଳାଇ ଚକ୍ର ଛାଡ଼ିଣ ନଦିଓଇ। ପଥନ ପାଇ ଜନ୍ତୁ ଧର ରାଜାଙ୍କୁ ବୋଇଲା ଉତ୍ତର। ହେ ରାଜା ଦୋଷ କ୍ଷମା କର ତନ୍ତ୍ରର ମୁଖରୁ ଉଦ୍ଧର। ଯମ ବିକଳ କଥା ଶୁଣି ସେ ଧର୍ମଶୀଳ ନୃପମଣି। ବୋଇଲା ଯମ ଗଲେ ନାଶ ଆମ୍ଭର ହେବ କେଉଁ ଯଶ। ଏମନ୍ତ ବିଚାରି ରାଜନ ବିଷ୍ଣୁ ଚକ୍ରକୁ କଲା ଧ୍ୟାନ। ବୋଇଲା ସ୍ୱୟଂ ନାରାୟଣ ଯମକୁ ନଦିଅ କଷଣ। ଏମନ୍ତ ବହୁ ସ୍ତୁତି କଲା ପ୍ରସନ୍ନ ସୁଦର୍ଶନ ହେଲା। ସ୍ୱର୍ଗରେ ଦେବ ଦେଖୁଥିଲେ ରାଜାଙ୍କୁ ପୁଷ୍ପ ବୃଷ୍ଟି କଲେ।
ପ୍ରଶଂସା କଲେ ଦେବଗଣ, ଧନ୍ୟ ତୁ ମର୍ତ୍ତ୍ୟ ନୃପରାଣ। ମାନବ ହୋଇ ଯମ ସଙ୍ଗେ, ଯୁଦ୍ଧକୁ କଲୁ ରଣ ରଙ୍ଗେ। ଏମନ୍ତ ଦେବଗଣ କହି, ସେ ବିଷ୍ଣୁ ଚକ୍ର ତୋଷ ହୋଇ। ଯାଇ ଲାଗିଲା ବିଷ୍ଣୁ କର, ଦେବେ ଚଳିଲେ ଯେଝାପୁର। ଯହୁଁ ସେ ଯମ ହାରି ଗଲା, ରାଜା ସଙ୍ଗତେ ପ୍ରୀତି କଲା। ଚଳିଲା ଆପଣା ଭୁବନ, ସ୍ୱଦେହେ ରହିଲା ରାଜନ। ବୈଶାଖ ଧର୍ମରୁ ଉଦିତ, ଯମକୁ ଜିଣି ନରନାଥ। କୀର୍ତ୍ତି ରଖିଲା ତିନି ପୁରେ, ଏ ମହା ବୈଶାଖ ଧର୍ମରେ। ତୁ ବୈଶାଖ ଧର୍ମ କର, ବସିବୁ ବୈକୁଣ୍ଠପୁର। ମିଥିଳା ନୃପତି ଆଗର, କହିଲେ ସୁତ ବେଦ ବର। ବୈଶାଖ ଧର୍ମ ମହାରସ, ଭାଗେ ଜଣିଲେ ରାମଦାସ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ये ନାରଦ ଅମ୍ବରୀଶ ସମ୍ବାଦେ ସୁତଦେବ ଧର୍ମ କଥନେ ନାମ ତ୍ରୟୋଦଶ ଅଧ୍ୟାୟ। ଚତୁର୍ଦଶ ଅଧ୍ୟାୟ। ରାଜବାଚ ହେ ସୁତଦେବ ବିପ୍ରମଣି, କହିଲ ପୂର୍ବ କାହାଣୀ। ବୈଶାଖ ଧର୍ମ ପରେ ସାର, ନାହିଁ ତା ତିନି ଭୁବନର। ଏବେ ହୋ ସୁତଦେବ କହ, ଶୁଣିଲେ ଫିଟୁ ମୋ ସନ୍ଦେହ। ରାଜା ବଚନେ ବିପ୍ରମଣି, କହିଲେ ସତ୍ୟ ଯୁଗ ବାଣୀ। ବୈଶାଖ ଧର୍ମ ଏକ ଦିନେ, ଧାତା ପୁଛିଲେ ଜନାର୍ଦ୍ଦନେ। ବୋଇଲେ ଶୁଣ ଭଗବାନ, କହିବା ବୈଶାଖର ଧର୍ମ। କେଉଁ ଭକ୍ତକୁ କେଉଁ ଦୋଷ, ମୋତେ କହିବା ପିତବାସ। କୃଷ୍ଣ ବୋଇଲେ ଶୁଣ ଧାତା, ଯେଉଁ ଭକ୍ତର ଯେଉଁ ଚିନ୍ତା। ଭକ୍ତ ମୋହର ନିଜ ଦେହ, ଭକ୍ତକୁ ମୋର ଅନୁଗ୍ରହ। ଯେ ଭକ୍ତ ମୋ ନାମ ଜପଇ, ସ୍ନାନ ସୌରବନ୍ତ ହୋଇ। ନିତ୍ୟ ଯେ କରଇ ଭୋଜନ, ଦଣ୍ଡେବା କ୍ଷଣେ ଯେଉଁ ଜନ। ସେ ମୋର ନିଜ ସହୋଦର, ହସି କହିଲେ ଦାମୋଦର। ଯେ ଜନ ନାନା ବ୍ରତ କରେ, ଉପବାସରେ ଦିନ ହରେ। ଦୃଢ଼େ କରଇ ଏକାଦଶୀ, ମୁଖେ ଗୋବିନ୍ଦ ନାମ ଘୋଷି। ବୈଶାଖ କାର୍ତ୍ତିକ ମାସରେ, ଯେ ପ୍ରାଣୀ ବ୍ରତ ବିଧି କରେ। ଅଗ୍ନି କି ଯେ କରଇ ତୋଷ, ମୋର ଭୁବନେ ତାର ବାସ। ଯେ ନିତ୍ୟ ଗୋଦାନ ଦିଅଇ, ନାନାଦି ବିଧାନ କରଇ। ଅସକୁଞ୍ଜର ଜଳ ଅନ୍ନ, ଏ ଆଦି ନାନା ଦାନ ପୁଣ୍ୟ। ଯେ ନିତ୍ୟ ସନ୍ତୋଷ କରଇ, ସେ ମୋର ଜାଣୁଥିବ ଦେହି। ଯେ ନିତ୍ୟ ବିଷ୍ଣୁଙ୍କୁ ପୂଜନ, କରଇ ହୋଇ ଦୃଢ଼ ମନ। ସେ ନର ମୋ ଭକ୍ତ ଅଟଇ, ଶୁଣ ହୋ ସାବିତ୍ରୀର ସାଇଁ। ସେ ଜନ ତୀର୍ଥକୁ ଗମଇ, ସଂକଳ୍ପେ ସ୍ନାନ ଯେ କରଇ। ଗଙ୍ଗାଦି ତୀର୍ଥେ କରେ ସ୍ନାନ, ତୀର୍ଥେ ଦିଅଇ ନାନା ଦାନ। ସେ ନର ବୈକୁଣ୍ଠକୁ ଯାଇ, ହସି କହିଲେ ଲକ୍ଷ୍ମୀ ସାଇଁ। ଏମନ୍ତ ବହୁତ ପ୍ରକାରେ, ଯେ ଜନ ଦୃଢ଼ ବିତ୍ତବରେ। ପରକୁ ନିନ୍ଦା ନ କରିବ, ମନରେ ହିଂସା ନ ଦହିବ। ବୃକ୍ଷ ନ କରିବ ଛେଦନ, ନ ପୋତି ଜଳ କୀର୍ତ୍ତିମାନ। ଯେ ରୂପ ତଡ଼ାଗ ଖୋଳଇ,
ଯେ ଚ୍ୟୁତ ବୃକ୍ଷାଦିର ପଇ ପରକୁ କରେ ଉପକାର ଏତେ ଲୋକଙ୍କୁ ଦୟା ମୋର ଏମାନେ ଅନ୍ତକାଳେ ଯାଇ ବୈକୁଣ୍ଠରେ ଭୋଗ ପାଇ ଯେ ବୈଷ୍ଣବ ଧର୍ମ କରେ ପାଷାଣ୍ଡ ଗତି କିଆ ଚରେ କ୍ଷମାରେ ପ୍ରବର୍ତ୍ତିଣ ଥାଇ କେବେ ହେ କୋପ ନ କରଇ ନିତ୍ୟ ଯେ କରଇ ଭୋଜନ ଉଚ୍ଚେଟା କଇ ମୋର ନାମ ଉନ୍ନତ ହୋଇ ନୃତ୍ୟ କରେ ଅଲୋଭୀରେଣ ଦିନ ହରେ ଅଳ୍ପ ଭୋଜନେ ତୋଷ ହୋଇ ତାହାଙ୍କ ଶରୀରେ ମୁଥାଇ ତୁଳସୀ କଣ୍ଠି କର୍ଣ୍ଣେ ଗଳେ ହସ୍ତରେ ଗଣ୍ଠି କର ମାଳେ ଟୋପି ଚନ୍ଦନରେ ତିଳକ ପାନ କରିବ ତୀର୍ଥୋଦକ ଏ ମାସେ ବୈଷ୍ଣବ ସଙ୍ଗେ ନାନାଦି ଭୋଗ ସେହି ଭୋଗେ ଯେ ବିପ୍ର ନିତ୍ୟ କର୍ମ କରି ସନ୍ଧ୍ୟା ତର୍ପଣ ମାନ ସାରି ପ୍ରଭାତେ ଯେ କରଇ ସ୍ନାନ ସୂର୍ଯ୍ୟଙ୍କୁ କରେ ଜଳ ଦାନ ଗାୟତ୍ରୀ ମନ୍ତ୍ରକୁ ଜପଇ ଅଗ୍ନିରେ ହୋମ ଯେ କରଇ ପୂଜା ବୈଶ୍ୟଦେବ ଧର୍ମକୁ ଆଚରିଣ ଥିବ ଏମନ୍ତ ବିପ୍ର ବୈକୁଣ୍ଠରେ ବସିଣ ଆନନ୍ଦେ ବିହରେ ଚଣ୍ଡାଳୁ ବ୍ରହ୍ମ ଲୋକ ଯାଏ କେ ଗୃହ ଆଶ୍ରମରେ ଥାଏ ଅତିଥି କରଇ ସେବନ ନିତ୍ୟ ଦିଅଇ ଅନ୍ନଦାନ ତୀର୍ଥରେ ସ୍ନାନକୁ କରଇ ଅତିଥି ଦେବତା ପୂଜଇ ନିତ୍ୟ ବିପ୍ରଙ୍କୁ ସେବା କରେ ପୂଜଇ ଗୁରୁଙ୍କ ପୟରେ ପରକୁ ହିଂସା ନ କରଇ ସବୁ ରୂପରେ ମିତ୍ର ହୋଇ ଏମନ୍ତ ଲୋକ ଯେବେ ମରେ ବସଇ ବୈକୁଣ୍ଠପୁରେ ଇତ୍ୟାଦି ନାନା ଧର୍ମ ଯେତେ ବୈଶାଖ ସ୍ନାନ ଫଳ ତେତେ ବ୍ରହ୍ମାଙ୍କ ଆଗେ ନାରାୟଣ କହିଲେ ବୈଶାଖ ଧର୍ମ ନାରଦ ଅମ୍ବରୀଶ ଆଗେ କହିଲେ ପୁରାଣ ସଂଯୋଗେ ସେ ଶ୍ରୁତ ଦେବ ବିପ୍ରବର କହିଲେ ରାଜାଙ୍କ ଆଗର ଏ ଅଧ୍ୟା ଯେ ଶୁଣଇ କର୍ଣ୍ଣେ ବସଇ ବୈକୁଣ୍ଠ ଭୁବନେ ବୈଶାଖ ମହାତ୍ମ୍ୟ ଏ ରସ ଭାବେ ଭଣିଲେ ରାମଦାସ ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମହାତ୍ମ୍ये ବ୍ରହ୍ମା ନାରଦ ସମ୍ବାଦେ ଧର୍ମୋପଦେଶ କଥନେ ନାମ ଚତୁର୍ଦଶ ଅଧ୍ୟାୟ।